नमस्कार जय जगन्नाथ। आपण माने केमती अछंती मु भाबुची आपण माने भगवान को कृपारू बहुत भलरे थिबे। आ जो माने मो भिडियोटी को प्रथम देखुचंती मो चैनल रे नुआ अछंती से माने मो भिडियोटी को पूरा वॉच करिवे। प्लीज हमर चैनल टी को सब्सक्राइब करिवे। चलंते वीडियो स्टार्ट करिया। आपण माने काली गला धनतेरस त धनतेरस रे आपण माने कोन किनले ମୁଁ ତ ସେମିତି କିଛି କିଣିନି କାହିଁକି ନା ସୁନା ତ ଆକାଶ ଛୁଇଁବା ଦାମ ହେଇଛି। ତେଣୁ ସୁନା ପାଖକୁ ମୁଁ ଯାଇପାରିବିନି। ବା ଲୋକ କିଣୁଛନ୍ତି ଯେତେ ସବୁ ଦୋକାନ ନା ପୁରା ଭିଡ ରହିଛି ସୁନା ଦୋକାନ। ହଁ କିନ୍ତୁ ଯିଏ ମୁଁ ଇଆଡୁ ଗଲା ବେଳେ ଲୋକମାନେ ପଚାରନ୍ତି ଯେ ସେଇ ଯୋଉମାନେ ନଉଥାନ୍ତି ଭାଉଜ ତମେ କିଛି ନବନି କି? କହିଲି ହଁ ନବା ଦେଖିବା କଣ ନବା। ସତ କହିବାକୁ ଗଲେ ମୁଁ ଧନତେରସରେ କିଣିଛି ଗୋଟେ ହଟପଟ ଯୋଉଟା ହଟକେସ୍ ରୁଟି ରଖିବା ପାଇଁ ଆଉ ଦୁଇଟା ବେଲା ବୁଝିପାରିଲେ ଏଗୁଡା ସବୁ କିଣିଛି। ଆଉ ଝାଡୁ ତ କମନ ସମସ୍ତେ କିଣନ୍ତି ମୁଁ ବି କିଣିଛି। ଆଉ ଏସବୁ କିଣିଛି। ବିଶେଷ କରି ମୁଁ ସୁନା ଫୁନା କିଛି କିଣିନି। ଭାଇ କି ଫୋନ କରିଥିଲି ଭାଇ କଣ କିଣିଛୁ ନା ମୁଁ ବି ଝାଡୁ କିଣିଛି। ମୁଁ ଝାଡୁ ଟାକୁ ମାନେ କିଣି ନଥିଲି। ତାପରେ ଭାଇ ମତେ କହିଲା ଯେ ଝାଡୁଟା ତୁ କିଛି କିଣି ନଥିଲି ଝାଡୁଟା କିଣିକି ନେଇକି ଯା। କାହିଁକି ନା ଝାଡୁଟାକୁ ନିହାତି କିଣିବା ଦରକାର। କୌଣସି ବି ନକାରାତ୍ମକ ଶକ୍ତି ମାନେ ପାଇଁ ସେଇଟା ଭଲ ଝାଡୁଟା। ସେଥିପାଇଁ ମତେ ଝାଡୁ କିଣିବା ପାଇଁ ଭାଇ ବାଧ୍ୟ କଲା। ଆଉ ମୁଁ ଝାଡୁଟା ନହେଲେ ଭାବୁଥିଲି ନେବିନି ବୋଲି ଯେ ଝାଡୁ ବହୁତ ଅଛି ନେବିନି। ତାପରେ ସେ କହିଲାରୁ ମୁଁ ଝାଡୁଟା ଘରକୁ ନେଇକି ଗଲି। ଯେତେ ଦାମ ହେଲେ ବି ଲୋକମାନେ ସୁନା ଗହଣା କିଣୁଛନ୍ତି କାହିଁକି ନା ଯାହାର ପଇସା ଅଛି ତା ପାଇଁ କିଛି ବି ଅସମ୍ଭବ ନାହିଁ। ତେଣୁ ଲୋକ କିଣୁଛନ୍ତି ସୁନା ବହୁତ କିଛି ଅ ମାନେ ଲୋକ କିଣୁଛନ୍ତି ସୁନା ରୂପା ଲୋକମାନେ କିଣୁଛନ୍ତି। କିନ୍ତୁ ଯାହା ପାଖରେ ମାନେ ସେମିତି ନାହିଁ ସିଏ ତ କିଣି ପାରିବନି ନା। ତଥାପି ମାନେ ଲୋକ ନାକ ଫୁଲିଟା ହେଲେ ବି କିଣୁଛନ୍ତି। ସେ ନାକ ଫୁଲିଟା ହେଲେ ବି ସେଟାକ ବି ହଜାରରୁ ମାନେ ତଳକୁ ନାହିଁ। ତ 1000 2000 3000 ଏମିତି ନାକ ଫୁଲି ଗୋଟେ ମିଳୁଛି। ତ ସେଟା ବି କିଣିବା ନିହାତି 1000 ଟଙ୍କା ଦରକାର ଛୋଟଟେ ନବା ପାଇଁ ହେଲେ ବି। ଯୋଉଟା କି ମୁଁ ଦେଖୁଥିଲି ଛୋଟଟାକୁ ମାନେ ବହୁତ ଛୋଟଟା ସେଇଟାକୁ 1000 ଟଙ୍କା ଦାମ। ତାପରେ ମୁଁ ଆମର ବାସନ ଦୋକାନରୁ ଆଉ କିଛି ବି ଆଣିଥାନ୍ତି। ଯୋଉ ହଟକେସ୍ ଆଣିଲି ଦୁଇଟା ବେଲା ଆଣିଲି ଆଉ କିଛି ଆଣିଥାନ୍ତି ଭାବିଥିଲି ତମ୍ବାର କିଛି ଆଣିବି। ତମ୍ବାର ବୋଟଲ ଗୋଟେ ଆଣିଥାନ୍ତି ଆଉ ଜଗ ଗୋଟେ ଆଣିଥାନ୍ତି। ଆଉ ଟିଫିନ ଗୋଟେ ଆଣିଥାନ୍ତି ସ୍କୁଲ ଟିଫିନ ମାମୁ ପାଇଁ। ତ ଦେଖିଲି ଯେତେ ଏତିକି ଭିଡ ଆଉ ଗୋଟେ ମାନେ ପୂଜା କରିବା ପାଇଁ ପରାତ ଟେ ଆଣିଥାନ୍ତି ପିତ୍ତଳର। ତ ଯେତେବେଳେ ଦେଖିଲି ବହୁତ ଭିଡ ମୁସ୍କିଲ ଭିଡ ଯୋଉ ଦୋକାନରେ ଦେଖିବେ ବହୁତ ଭିଡ। ତେଣୁ ମୁଁ କହିଲି ନା ଆଜି ହେଇପାରିବନି ଯାହା ନେଲି ବହୁତ ନେଲି। ଆଉ ରୂପା ଭାଉଜ କଥା କହିବି ଯେ ରୂପା ଭାଉଜଙ୍କ ଘର ଯୋଉଠି ସେଇଠି ଆମର ମାନେ ବଡମାଙ୍କର ତାଙ୍କ ବାପାଙ୍କ ଘର। ତ ତାର ଝିଆରୀକୁ ସେଠି ବାହା ଦିଆହେଇଛି। ତ ସିଏ ମୋର ମାଉସୀ ଝିଅ ହବ ନା ବଡମାଙ୍କର ଭଉଣୀଙ୍କର ଝିଅ ସିଏ। ତ ତାଙ୍କୁ ସେଠି ବାହା ଦିଆହେଇଛି। ତ ସିଏ ମାନେ ରୂପା ଭାଉଜଙ୍କ ଘର କଣ କଲେ ନ କଲେ ସେ ସବୁ ଖବର ମତେ ଫୋନ କଲେ ଜଣାଏ। କାହିଁକି ନା ଆମେ ଯେହେତୁ ବହୁତ ମାନେ ବଡ ଫ୍ରେଣ୍ଡ ହେଇଯାଇଛୁ ତାଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ର। ତେଣୁ ସିଏ ବି ତ ଦେଖେ ନା। ତାଙ୍କର ଆଉ ପାଖାପାଖି ସିଏ ଅଛି ତାଙ୍କ ଘର ପାଖାପାଖି। ତ ସେ ସବୁ ଖବର ମତେ ଜଣାଏ ଯେ ମାନେ ସିଏ ସେମାନେ ବି ସେଲିବ୍ରିଟି ଭଳିଆ ହେଇଯାଇଛନ୍ତି। ଆଉ ଭଲ ବି ଲାଗେ ମାନେ ତାଙ୍କ ଭିଡିଓ ଦେଖିବା ପାଇଁ। ତେଣୁ ଦେଖେ ଆଉ ସିଏ ଫୋନ କରିକି କହୁଛି ତୁ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ର ଭିଡିଓ ଦେଖିଲୁ ଯେ ଧନତେରସରେ ସେମାନେ କଣ କଣ ଜିନିଷ ନେଲେ ତୁ ସିନା ନେଇପାରୁନି ମୁଁ ସିନା ନେଇପାରୁନି ଦେଖୁଛୁ ଏ ବଡ ବଡ ୟୁଟ୍ୟୁବର ମାନେ ସେମାନେ ସବୁ ରକମ କିଣି ପାରୁଛନ୍ତି। ଯେ ସୁନା ସେମାନଙ୍କର ଆମର ନୁହଁ। ତାପରେ ମୁଁ କହୁଛି ସେମାନେ କଣ ନେଲେ ସିଏ କହୁଛି ଯେ
ଭିଡିଓ ଟା ଦେଖିନୁ କି ଜାଣିପାରୁନି ଯେ କହିବା ପାଇଁ ପଡିବ ତତେ। କହିଲେ ମୁଁ ଦେଖିଥିବି ମୋର କାମ ପାଇଁ ମୁଁ ଦେଖିପାରିନି ଆଉ। ନାଲୋ ତୁ ସିନା କିଣି ପାରୁନି, ସେମାନେ ଶଙ୍ଖା ଉପରେ ଯୋଉ ମାନେ ବସି ଥାଇନା ସୁନାର, ସେଗୁଟା ବହୁତ ଦାମ। ମୁଁ ମୋ କଥା କହୁଛି, ଯେତେବେଳେ ମୋର ବାହାଘର ହେଲା ସେତେବେଳେ କିଣିଥିଲି, ସେଟା ହଉଛି 40,000 ଟଙ୍କା ନେଇଥିଲା, ବୁଝିପାରିଲେ। ପୁରା ସୁନା ବେଶୀ ବି ନଥିଲା, କିନ୍ତୁ ଇଏ ଯେମିତି କହିଲା ତାଙ୍କ ଭିଡିଓ ଟା ମୁଁ ତାପରେ ଦେଖିଲି, ପୁରା ବହୁତ ସୁନା ବସିଛି। ସେଟା ମାନେ ବହୁତ ଟଙ୍କା ନେଇଥିବ ଦାମ। ସେଟା ଆଣିଛନ୍ତି, ପୁଣି ପଲା ଆଣିଛନ୍ତି, ପୁଣି କାନ ଇୟରିଂ ଆଣିଛନ୍ତି, ଆଉ କଣ କଣ ଆଣିଛନ୍ତି ତାଙ୍କ ଘର ପାଇଁ, ମାନେ ସୁନାର। ମାନେ ଚିନ୍ତା କରନ୍ତୁ ତାଙ୍କର କେତେ ପଇସା, ମାନେ ଏତେ ଇନକମ ଅଛି ତାଙ୍କର। ତାହେଲେ ସେମାନେ ଏତେ କିଣି ପାରୁଛନ୍ତି, ଯୋଉଟା କି କାହାର ଏତେ ଇନକମ ନଥିଲେ ସେ ଏତେ ସୁନା ଗହଣା କିଣି ପାରିବନି, ବୁଝିପାରିଲେ କି। ତ ପଇସା ଅଛି କିଣୁଛନ୍ତି, ଆଉ କଣ। ଆମର ଏଇଠି ବଜାରରେ ପୁରା ସାଜସଜ୍ଜା ବହୁତ ହେଇଯାଇଛି। ମାନେ ଆଗ ଅପେକ୍ଷା ବହୁତ ଡେଭଲପ କରିଛି। ଦୀପାବଳି ପାଇଁ ଏଠିକାର ସାଜସଜ୍ଜା ବହୁତ ଡେଭଲପ କରିଛି। ଆଉ ବିଶେଷ କରି ବଜାର ମାନଙ୍କରେ ତ ପୋଲିସ କୁ ଆଲର୍ଟ କରେ, ବିଶେଷ କରି। ତ ଏଠି ସବୁବେଳେ ପୋଲିସ ମାନେ ଜଗି ରହିଛନ୍ତି, ଡ୍ୟୁଟି କରୁଛନ୍ତି। କାଲି ପୁଣି ମାଙ୍କର ପୂଜା ଅଛି, ମାଙ୍କର ମନ୍ଦିର ଅଛି, ସେଠି ପୂଜା ହବ। ତାପରେ ଏଠି ସରକାରୀ ଏଇଠି ଦେଖନ୍ତୁ ଦେଖି ସରକାରୀ ଗୋଟେ ମାନେ ପୂଜା କରିବା ପାଇଁ ଏଠି ସବୁ ରକମ ପୂଜା ହୁଏ। ସରକାରର ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା, ମନସା ପୂଜା, ଏମିତି ସବୁ ରକମ ପୂଜା ହୁଏ। ଏଠି ଗୋଟେ ମନ୍ଦିର ଅଛି ଘର ଟାଇପ ର, ସେଠି ପୂଜା ହୁଏ ମଣ୍ଡପ ଟାଇପ ର। ତ ସେଠି ବି ପୂଜା ହବ। ଏଠି ଦୋକାନ ମାନେ ପୁରା ଚୁନି ଲାଇଟ ଦେଇଛନ୍ତି, କିନ୍ତୁ ଚୁନି ଲାଇଟ ଦେଇଛନ୍ତି ସିନା, କିନ୍ତୁ କେହି କାହାର ମାନେ ପଇସା ଖର୍ଚ୍ଚ କରିକି ଏମିତି ଭାବୁଥିବେ ଦେଇଛନ୍ତି କିଏ ସରକାର ଖର୍ଚ୍ଚ କରିଛି, ସରକାର ମନ୍ଦିର। ଆମେ ଭାବୁଥିଲେ, ମୁଁ ଆସିକି ଭାବୁଥିଲି ଯେ ସରକାର ମନ୍ଦିର ଅଛି, ଗୋଟେ ସରକାର ପଇସା ଦଉଛି ସଜେଇଛି, ସଜେଇଛନ୍ତି। କିନ୍ତୁ ନା, ଆମର ହଜବେଣ୍ଡ କୁ ପଚାରିଲା ବେଳକୁ ସେ କହୁଛନ୍ତି ଆରେ ପଇସା 500 ଟଙ୍କା ଲେଖା ମାନେ ଦୋକାନଠୁ ନେଇଛନ୍ତି, ଗୋଟେ ସଜେଇଛନ୍ତି ସବୁ ପୁରା। ବଜାର ଟା ପୁରା ଲାଇଟିଂ କରିଦେଇଛନ୍ତି, କିନ୍ତୁ ସବୁ ଦୋକାନୀଠୁ ମାନେ ବଡ ବଡ ଦୋକାନୀ ଯୋଉମାନେ, ସେମାନଙ୍କଠୁ 500 ଟଙ୍କା ନେଇଛନ୍ତି, 500 ଟଙ୍କା ଲେଖା। ବୁଝିପାରିଲେ। ଆଜି 3 ଦିନ ହେଇଗଲା, କାଲି ରହିବ, ପରଦିନ ରହିବ, 5 ଦିନ ରହିବ। 500 ଟଙ୍କାରେ 5 ଦିନ ରହିବ। ସେଠି ଆଜି ପାଇଁ ଏତିକି। ନମସ୍କାର, ଜୟ ଜଗନ୍ନାଥ।